ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଦାସ ଓଡ଼ିଆ ରିସର୍ଚ୍ଚକୁ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ତୁମେମାନେ ପିଜି ପରୀକ୍ଷାରେ କିପରି ଭାବରେ ଉତ୍ତୀର୍ଣ୍ଣ ହେବ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଆଲୋଚନା କରିବା। ତ ପିଜି କରିବାକୁ ହେଲେ ତୁମକୁ ସିପିଇଟି ପରୀକ୍ଷା ଦେବାକୁ ପଡ଼ିବ। ତେବେ ଆମେ ଜାଣି ରଖିବା ସିପିଇଟିର ଅର୍ଥ କ'ଣ। ତେବେ ଆମେ ପ୍ରଥମେ ବୁଝିବା ସିପିଇଟି କ'ଣ। ସିପିଇଟି ହେଉଛି କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ। ସିପିଇଟି ହେଉଛି କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ବା ସାଧାରଣ ପିଜି ପ୍ରବେଶିକା ପରୀକ୍ଷା। ତେବେ ଆମେ ପ୍ରଥମେ ଜାଣି ରଖିବା ସିପିଇଟି କେତେ ମାର୍କର ହୁଏ। ସିପିଇଟି ଟୋଟାଲ ମାର୍କ ହେଉଛି ସିପିଇଟିର 100 ମାର୍କ। ତା ମଧ୍ୟରୁ ତୁମର 80 ମାର୍କର ଏକ୍ଜାମ୍ ହୁଏ। ତୁମ ଗ୍ରାଜୁଏସନ୍ ସାର୍ଟିଫିକେଟରେ ଯେତେ ପରସେଣ୍ଟେଜ୍ ଥିବ ସେଇଥିରୁ ତୁମର କେବଳ କ୍ୟାରିୟର ମାର୍କ ମିଳିବ 20 ମାର୍କରୁ, ଆଉ 80 ମାର୍କର ତୁମର ସିପିଇଟି ଏଣ୍ଟ୍ରାନ୍ସ ହୁଏ। ତୁମର ଯେଉଁ 80 ମାର୍କର ସିପିଇଟି ଏଣ୍ଟ୍ରାନ୍ସ ହୁଏ ତା ମଧ୍ୟରେ ତୁମର ସବୁଗୁଡ଼ାକ ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚନ୍। ତୁମକୁ 4ଟି ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖିବାକୁ ହେବ। ଆଉ ଏଥିରେ ତୁମର ନୋ ମାଇନସ୍ ମାର୍କିଂ ଥାଏ, ମାନେ ମାଇନସ୍ ମାର୍କିଂ ନଥାଏ। ଗୋଟିଏ ଭୁଲ କଲେ ଗୋଟିଏ ହିଁ ଭୁଲ ହେବ ତୁମର। ତେଣୁ ତୁମମାନଙ୍କୁ ଡରିବାର କିଛି ନାହିଁ। ଆଉ ସିପିଇଟିର ପାସ୍ ମାର୍କ ସେମିତି ଜଣେ ଯଦି 1 ରଖିବ ସେ ପାସ୍, କିନ୍ତୁ ପାସ୍ ମାର୍କରୁ କିଛି ନାହିଁ। ତୁମେ ସିପିଇଟିରେ ଭଲ ମାର୍କ ରଖିବା କଥା ପଡ଼ିଛି। ଭଲ ମାର୍କ ମତଲବ ତୁମକୁ 80ରୁ ମିନିମମ୍, ଯଦି ଭଲ ୟୁନିଭର୍ସିଟିରେ ପଢ଼ିବା ପାଇଁ ଚାହୁଁଛ ତୁମକୁ 80 ମାର୍କରୁ ଟାର୍ଗେଟ୍ ମାର୍କ 60 ରଖିବା ପାଇଁ ପଡ଼ିବ 80ରୁ। ଆଉ ତୁମ 20 କ୍ୟାରିୟର ମାର୍କ ମିଳିବ, ସେଟା ଆଡ଼୍ ହେବ। ସପୋଜ୍ ଗୋଟେ ପିଲା ରଖିଛି 60, ତାକୁ ଯଦି 20ରୁ କ୍ୟାରିୟର ମାର୍କ ମିଳୁଛି ନା 78 ମାର୍କ ହେଉଛି, ତାର ଆରାମସେ ହେଇଯିବ ଉତ୍କଳ। ତୁମେମାନେ ସିପିଇଟି ପାଇଁ ପଢ଼ିବ କ'ଣ ସେ ସମ୍ପର୍କରେ ଆମେ ଆଲୋଚନା କରିବା। ଦେଖ, ମୁଖ୍ୟତଃ ଏଇ 2ଟି ଯାକ ବହି ତୁମେମାନେ ପଢ଼ିବ ପ୍ରାଞ୍ଜଳ ଭାବରେ। ପ୍ରଥମତଃ ସୁରେନ୍ଦ୍ର ମହାରଣାଙ୍କର ଓଡ଼ିଆ ସାହିତ୍ୟର ଇତିହାସ, ମୋଷ୍ଟ ଇମ୍ପୋର୍ଟାଣ୍ଟ। ଏହାର ସିଲାବସ୍ ହେଉଛି ତୁମର ଗ୍ରାଜୁଏସନ୍ରେ ଯାହା ଯାହା ସବୁ ବିଷୟ ଅଛି ସେଗୁଡ଼ିକ, ତାର ଡିଟେଲ୍ ତଥ୍ୟ ଏ ବହିରେ ଅଛି। ତୁମେମାନେ ଏ ବହିଟିକୁ ପଢ଼ିବ। ତା ସହିତ ଏ ବହିରେ କ'ଣ କ'ଣ ଦେଇନାହିଁ ସେଗୁଡ଼ିକ ତୁମେ ପଢ଼ିବ, ମୁଁ କହିଦେବି। ଆଉ ସିପିଇଟିରେ ମୁଖ୍ୟତଃ ଗ୍ରାମାରର 10ଟି କ୍ୱେଶ୍ଚନ୍ ଏମିତି ଆସେ, 8ଟି କିମ୍ବା 10ଟି, 8, 9, 10ଟି କ୍ୱେଶ୍ଚନ୍ ଏମିତି ଆସେ ଗ୍ରାମାର ପାର୍ଟରୁ। ଗ୍ରାମାର ପାର୍ଟକୁ ତୁମେ ଲାଷ୍ଟରେ ପଢ଼ିବ। ଲାଷ୍ଟ 1 ମନ୍ଥ ଥିବ ସିପିଇଟି ଏକ୍ଜାମ୍, ତୁମେମାନେ ଗ୍ରାମାର ପାର୍ଟଟି କ୍ଲିଅର୍ କରିବ। ମୁଖ୍ୟତଃ ତୁମମାନଙ୍କୁ ଓଡ଼ିଆ ସାହିତ୍ୟର ଇତିହାସ ପ୍ରାଞ୍ଜଳ ଭାବରେ ପଢ଼ିବା ପାଇଁ ପଡ଼ିବ ସିପିଇଟି ପାଇଁ। ଆଉ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ତୁମମାନଙ୍କୁ କହିବି, ତୁମେମାନେ ପ୍ରଥମେ ଏହାର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍କୁ ଦେଖିବ। ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ଦେଖିଲେ ତୁମେମାନେ ଜାଣିପାରିବ କ୍ୱେଶ୍ଚନ୍ କେଉଁ ଲେବୁଲ୍ର ଆସିଛି ଆଉ ତୁମକୁ ପ୍ରିପେୟାର କେଉଁ ଲେବୁଲ୍ର ହେବା ପାଇଁ ପଡ଼ିବ। ସେଥିପାଇଁ ମୁଁ ତୁମମାନଙ୍କୁ କ୍ୱେଶ୍ଚନ୍ ଥରେ ଦେଖାଇବା ପାଇଁ ଚାହିଁବି। କ୍ୱେଶ୍ଚନ୍ କେଉଁଠୁ ପାଇବ? ଗୁଗୁଲକୁ ଯିବ, ଗୁଗୁଲରେ ସର୍ଚ୍ଚ କରିବ ସାମ୍ସ ଓଡ଼ିଶା
सर्च कला परे प्रथमे जो आसला www.samsodisha.government.in तापर क्लिक करिवो स्क्रॉल करिवो तमर ये जो अच्छी हायर एजुकेशन ये पोस्ट ग्रेजुएशन अच्छी तापर क्लिक करिवो तड़क स्क्रॉल करिवो एटी गोटे लिखा जाइए प्रीवियस ईयर क्वेश्चन पेपर तापर क्लिक करिवो एटी तुम मानक सीपीटी क्वेश्चन पेपर मिल जाओ सपोज मोर 2020 दरकार सो मारिदेव ये ऑल सब्जेक्ट पड़े आस आमर दरकार ओडिया ये पीडीएफ पर क्लिक कले तुम से पीडीएफ डाउनलोड हो चलो एपरी भाव में तुम डाउनलोड कर ओडिया साहित्यर इतिहास रे केउ केउ विषय को आमको पढ़ाई पड़ो सारला साहित्य चर्या साहित्य नाथ साहित्य लोक साहित्य पंचसखा साहित्य बही रे जहाँ किसी भी देछि आमको सबुगुड़ी को भल भाव में पढ़ाई पड़ो बही ये बहीटी सीपीटी पे उपादेय बोली आम कहीपर मुख्यतः यही बही क्वेश्चन सबू आसी थाए सीपीटी एग्जाम रे तुम मैंने ये बहीटी को फॉलो कर आ व्याकरण रे से बहीटी को फॉलो कर ओडिया साहित्यर इतिहास बही पढ़ा सहित तुम मैंने तुमर जमती अच्छी 6 सेमिस्टर रे विज्ञापन रु मध्य क्वेश्चन तुम मानकू देखा मिल सीपीटी एग्जाम रे संवाद प्रस्तुति विज्ञापन युड़ार क्वेश्चन तुम मैंने देखापी पाइब आमको ओडिया साहित्यर इतिहास पढ़ा सहित 6 सेमिस्टर रे जो अच्छी संवाद प्रस्तुति विज्ञापन प्रस्तुति सेगुड़िक देखापी पड़ो ता सहित आमर +2 रे जो गप गुड़िक अच्छी जमती झेलम नदीर संध्या हो कि सरसु पदर हो सेगुड़िक आमको टिके देखापी पड़ो तेबे तुमर ओडिया साहित्यर इतिहास रे तुमको कौन कौन पढ़ाई पड़ो अर्थात पीजी पे तुमको कौन कौन सब पढ़ाई पड़ो सारला साहित्य पंचसखा साहित्य रीतिजुग जमती सारला साहित्य रे सारला दास कौन कौन लिखिथिले बिलंका रामायण विचित्र रामायण एगुड़ाक सब तुमको पढ़ाई पड़ो से कौन कौन लिखिथिले स्वाधीनता परवर्ती स्वाधीनता पूर्ववर्ती सत्यवादी साहित्य सबुज साहित्य गद्य प्रबंध सबुगुड़ाक तुमको पढ़ाई पड़ो ता सहित तुमको +2 रे जो गुड़ाक अच्छी जमती झेलम नदीर संध्या हो सरसु पदर हो सेगुड़ी को तुमको पढ़ाई पड़ो आ तुमर जहाँ इलेक्टिव जो गप गुड़िक अच्छी जमती बुढ़ा संखारी 2024 रे क्वेश्चन पकई माने गोटे भी क्वेश्चन तुम मिस हेनी मुख्यतः यही बही तुम मानक सब क्वेश्चन आसे कहले चले ता सहित तुम कॉन्सेप्ट क्लियर होगापी सब गुड़िक पढ़ो एबे तुम टाइम अच्छी तुम मैंने भल भाव पढ़ी चल जो मानकर आशा अच्छी कि मो स्वप्नर विश्वविद्यालय रे पीजी करी तुम मैंने निजर प्रिपरेशन एबेठारु स्टार्ट कर दियो तेबे पढ़िबार दुईटा टर्म अच्छे गोटे हूँ सर्ट और गोटे हूँ लॉन्ग सर्टटा कौन कि सर्ट हूँ एग्जाम 3 मास थी कि 2 मास थी मुझे पढ़ी सेमती हेल्ले तुम्हें हाँ मानुची मु तुम सेमिस्टर पढ़ी क्लीयर करदेव किंतु सीपीटी नुह एपाई तुमको लंग टर्म को जावाक पड़ो 6-7 मास पढ़ाई पड़ो आ दिन रे अति कम रे 2 घंटा अति बेसी रे 4 घंटा कष्ट करने पड़ो। तुम मानक मुख्यतः तुम सेमिस्टर रे जो बही गुड़ाक अच्छी जमती विज्ञापन प्रस्तुति हो संवाद प्रस्तुति हो 6 सेमिस्टर अच्छी सेगुड़ी क्वेश्चन आसे मु ग्यारंटी देकी कहीदेवी
ଫକୀରମୋହନ ସେନାପତିଙ୍କର ସିପିଟିରେ ଗୋଟେ ନା ଦୁଇଟା କ୍ୱେଶ୍ଚନ୍ ତୁମକୁ ଦେଖିବା ପାଇଁ ମିଳିବ ଯେମିତି ହେଲେ। ଫକୀରମୋହନ ସେନାପତିଙ୍କର କ୍ୱେଶ୍ଚନ୍ ଆସିଥିବ ଆଉ ବିଜ୍ଞାପନ ପ୍ରସ୍ତୁତିରୁ ଆସିଥିବ। ବିଜ୍ଞାପନ ପ୍ରସ୍ତୁତିରୁ କ୍ୱେଶ୍ଚନ୍ ଆସିଥିବ ଗୋଟେ ଦୁଇଟା। ତୁମେମାନେ ବିଜ୍ଞାପନ ପ୍ରସ୍ତୁତିକୁ ମଧ୍ୟ ଦେଖିବା ପାଇଁ ପଡ଼ିବ। ଆଉ ଗୋଟେ କଥା କହିବି, ଯଦି ଜାନୁଆରୀ 25 ସୁଦ୍ଧା ଏଇ ଭିଡ଼ିଓରେ 200 କମେଣ୍ଟ ଆସିଥିବ ତାହେଲେ ଆମେ 2025ର CPT କ୍ଲାସ୍ ଆରମ୍ଭ କରିବା ୟୁଟ୍ୟୁବରେ, ଆଉ ତାହା ସମ୍ପୂର୍ଣ୍ଣ ମାଗଣା ରହିବ। CPT କ୍ଲିୟର କରିବ ଯାହାଫଳରେ। ତ କମେଣ୍ଟରେ ତୁମକୁ ବାସ୍ CPT 2025 ଲେଖିବାର ଅଛି। ଆଜି ପାଇଁ ଏତିକି।